ଆଜିର ଶିଷ୍ୟ କାଲିର ଗୁରୁ ବା ଜ୍ଞାନୀ ସଂଗ୍ରହରେ ବାହାରି ପଡ଼ିଛି ସାନ୍ତାଳ ଇଞ୍ଜିନିୟର୍ସ ୱେଲଫେୟାର ଏସୋସିଏସନ୍ ସିୱା ଏବଂ ସଗେନ ସରନା ଏକାଡେମୀ। ଏନଜିଓ ଦିଲ୍ଲୀ ରେଜିଷ୍ଟ୍ରେଟେଡ୍ ସଂଗଠନ ମୁଖ୍ୟ କାର୍ଯ୍ୟାଳୟ ଭୁବନେଶ୍ୱର ଓଡ଼ିଶା ସ୍ଥିତ ଅନୁଷ୍ଠାନ। ମୟୂରଭଞ୍ଜ ଜିଲ୍ଲା ବାଦାମପାହାଡ଼ କୁସୁମୀ ବ୍ଲକ ଅନ୍ତର୍ଗତ ସିୱା ଏସ୍ଏସ୍ସି ଓ ବାଦାମପାହାଡ଼ କୁସୁମୀ ବ୍ଲକର ସମେତ ବିଡିଓ ଏବଂ ଡିଇଓ ଅନୁମତିରେ ଏହି ଟ୍ୟାଲେଣ୍ଟ ହଣ୍ଟ ପରୀକ୍ଷା ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା। ଗାଁର ଗରିବ ଛାତ୍ରଛାତ୍ରୀମାନଙ୍କର ପ୍ରତିଭାକୁ ଖୋଜି ବାହାର କରିବା ଏବଂ ଆଗକୁ ବଢ଼ିବା ପାଇଁ ସହଯୋଗ କରିବା ମୁଖ୍ୟ ଲକ୍ଷ୍ୟ ବୋଲି କହିଛନ୍ତି। ଏହି ପ୍ରତିଯୋଗିତା ଦୁଇଟି ଗ୍ରୁପ ସିନିୟର ଗ୍ରୁପ ନବମ ଶ୍ରେଣୀରୁ ଦଶମ ଶ୍ରେଣୀ ପର୍ଯ୍ୟନ୍ତ ଏବଂ ଜୁନିୟର ଗ୍ରୁପ ଷଷ୍ଠ ଶ୍ରେଣୀରୁ ଅଷ୍ଟମ ଶ୍ରେଣୀ ପର୍ଯ୍ୟନ୍ତ ଛାତ୍ରଛାତ୍ରୀମାନଙ୍କ ପାଇଁ ଆୟୋଜିତ କରାଯାଇଥିଲା। ଏହି ପ୍ରତିଭା ପ୍ରତିଯୋଗିତା କୁସୁମୀ ବ୍ଲକର 4ଟି ସ୍କୁଲ ସେଣ୍ଟରରେ ପରୀକ୍ଷା ଆୟୋଜନ କରାଯାଇଥିଲା। ଏଥିମଧ୍ୟରୁ ବାଦାମପାହାଡ଼ ଗଭର୍ଣ୍ଣମେଣ୍ଟ ହାଇସ୍କୁଲ, ହାଟବଦରା ଗଭର୍ଣ୍ଣମେଣ୍ଟ ହାଇସ୍କୁଲ, ପଞ୍ଚାୟତ ଜନତା ଗଭର୍ଣ୍ଣମେଣ୍ଟ ହାଇସ୍କୁଲ, ଜୟପୁର ଏବଂ ସୁଲିଏପାଟ ଗଭର୍ଣ୍ଣମେଣ୍ଟ ହାଇସ୍କୁଲ ଏହି ପରୀକ୍ଷାରେ 500ରୁ ଅଧିକ ଛାତ୍ରଛାତ୍ରୀ ଅଂଶଗ୍ରହଣ କରିଥିଲେ। ସେମାନଙ୍କ ମଧ୍ୟରେ କେବଳ କୁସୁମୀ ବ୍ଲକର ସ୍କୁଲ ଏକଲବ୍ୟ ଓଏଭି ଜେଏନ୍ଭି ପରି ବାହାରୁ ଆସୁଥିବା ପିଲା ଓ କୁସୁମୀ ବ୍ଲକର ନିବାସୀ ଛାତ୍ରଛାତ୍ରୀମାନେ ମଧ୍ୟ ଅଂଶଗ୍ରହଣ କରିଥିଲେ। ମହାମାନ୍ୟ ମୟୂରଭଞ୍ଜ ସାଂସଦ ଶ୍ରୀ ନଭଚରଣ ମାଝୀ ଏବଂ ପ୍ରାବଳିତ ଆଇଏଏସ୍ ଅଧିକାରୀ ଏବଂ ପୂର୍ବତନ ଡିଆର୍ଏମ୍ ଶ୍ରୀ ଏୟୁଏନ୍ ମାଝୀ ଏଥିରେ ମୁଖ୍ୟ ଅତିଥି ଏବଂ ପ୍ରଧାନ ଅଭିଭାବକ ଭାବରେ ଯୋଗଦେଇ ଏହି ପ୍ରତିଭା ପ୍ରତିଯୋଗିତାକୁ ସୁଦୃଢ଼ କରିଥିଲେ। ପ୍ରତିଯୋଗିତା ଛାତ୍ରଛାତ୍ରୀମାନଙ୍କୁ ଉତ୍ସାହ ବଢ଼ାଇବା ପାଇଁ କିଛି କଳା ସଙ୍ଗୀତର ଆୟୋଜନ ସହିତ ନଗଦ ମୂଲ୍ୟ ରାଶି ଦ୍ୱାରା ପୁରସ୍କୃତ କରାଯାଇଥିଲା। ବିଜେତାମାନେ ହେଲେ ସିନିୟର ଗ୍ରୁପରୁ ପ୍ରଥମ ସ୍ଥାନରେ ଥିଲେ ହାମିଲଟନ ମୁର୍ମୁ ଓ ଦ୍ୱିତୀୟରେ ଶ୍ରିୟା ସୋ। ସେହିପରି ଜୁନିୟର ଗ୍ରୁପରୁ ପ୍ରଥମ ସ୍ଥାନରେ ଥିଲେ ଇସିକା ବେହେରା ଓ ଦ୍ୱିତୀୟ ସ୍ଥାନରେ ଲିଡଚନ୍ଦ୍ର ହେମ୍ରମ। ବ୍ୟୁରୋ ରିପୋର୍ଟ, ଭଏସ୍ ଅଫ୍ ଓଡ଼ିଶା ଲାଇଭ୍।